फूल फुटिची पत्तर नाही पत्तर नाही फल फळी अछि परे भाई बड़ा आश्चर्य कथा आउ थरे आसिका जिया कथा अरे मूर्ख पिला फूल फुटिची पत्र न थाई तो को फूल फुटियोनी फुटिची बा फुटिची बा तो जगत रे जेते फूल देखुची टगर मंदार गेंडू जेते प्रकार फूल अछि सब तो पत्र थाई कि का फुटुची नाही जो फूल फुटिची ता पत्तर नाही मामू अलिया ओ प्रकृतार उत्तर अछि तो उत्तर न थाई ते पचार हौ हेले अलिया ओ पंचमुखी ठाकुराणी आविर्भाव होइछंती जहार नवरात्र पालन पाई यात्रा हेउछि सेही मां को जोड़िए पद डाकिबा तापरे तोर उत्तर आलोचना करिबा कीर्तन स्वर रे जोड़िए पद डाकिबा मां को कीर्तन आउ जय जय अंतर्यामी जय नारायणी जय जय अंतर्यामी जय नारायणी रूपे बंदिबी तोते मुमुढ़ जानी जे रूपे बंदिबी तोते बंदिबी तोते मुमुढ़ जानी हे आउ तोर पाद तले सत कोटि जे जुहारो तोर पाद तले सत कोटि जे जुहारो दोषा दोष क्षमा करी दोषा दोष क्षमा करी आशीर्वाद कर गो दोषा दोष क्षमा करी दोषा दोष क्षमा करी आशीर्वाद कर गो औ जय पतित पावनी जय नारायणी जय पतित पावनी जय नारायणी पतित पावनी आउ को रूपे बंदिबी तोते मुमुढ़ ज्ञानी तोर पाद तले हेउछि जुहार আজি तोर पाद तले हेउछि जुहार आउ न आसीबा पद कंठे बीजे कर सुंदर भावे पचारि प्रसन्न सुंदर भावे अलिया पचारि प्रसन्न बुझाई कहिबा हे से ब्रह्म ज्ञान हा ग ब त आउ चारि अक्षर भागवत जे बाबू चारि अक्षर ब्रह्म ज्ञान को एबे स्मरण कर आउ मातृ गर्भ कथा एबे देबा बुझाई आउ मातृ गर्भ कथा एबे देबा बुझाई शुणुथिबु ओलिया रे मोहन कर्ण देई माता पिता करो रोज बीज काले आउ माता पिता करो रोज बीज काले गर्भरे स्थित हुई कबाले माता पिता करो जेबे मिलन हेबो आउ पति पत्नी करो जेबे मिलन हेबो बीज बिंदु जाई गर्भरे रहिबो अच्छा ओलिया मन दे की सुने रे हां क मामा मन दे की सुने कौन अरे ये होची भागवत याडा ओ भागवत केतुला अक्षर चारिटा अक्षर मामू चारिटा अक्षर हां भारे
कौन भाव भाव 16 सहस्र गोपीଙ୍କୁ ନେଇ हाँ ଭଗବାନଙ୍କର ଭାବ अच्छा ଗରେ ଜ୍ଞାନ ज्ञान ବରେ ବ୍ରହ୍ମ ब्रह्म ତରେ तत्व ତତ୍ତ୍ୱ ହେଲା ୟାକୁ ଚାରି ଅକ୍ଷରକୁ ନେଇକି ହେଲା ଭାଗବତ हाँ 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 ହେଲେ ओ ବ୍ରହ୍ମ ଜ୍ଞାନ ଆଜ୍ଞା ମାତୃଗର୍ଭକୁ ଆଲୋଚନା କରେ हाँ हाँ ପତି ପତ୍ନୀ ଯେତେବେଳେ ମିଳନ ହୁଅନ୍ତି अच्छा ପତ୍ନୀର ରଜ ଆଉ ପତିର ବୀର୍ଯ୍ୟ आज्ञा ବିନ୍ଦୁ ଯାଇକି ଗର୍ଭରେ ସ୍ଥିତ ହଉଛି शीत होला ଆରେ ଯେତେବେଳେ ବିନ୍ଦୁ ଗର୍ଭେ ସ୍ଥିତ ହୋଇବ हाँ हाँ ଯେତେବେଳେ ବିନ୍ଦୁ ଗର୍ଭେ ସ୍ଥିତ ହୋଇବ ଆଉ ପ୍ରଥମ ମାସରେ କେମନ୍ତ ରହିବ ଭତିରି ଆକାର ଅଣ୍ଡା ଗୋଟି ଜାଣ ଭତରି ଆକାର ଅଣ୍ଡା ଗୋଟି ଜାଣ ଜଳରେ ଖେଳୁଥିବ ଯେ ସୋନେ ମିନ ଜଳରେ ଖେଳୁଥିବ ଯେ ସୋନେ ମିନ ଗୋଟିଏ ମାସ ଯେ ପାର ହୋଇବ ଗୋଟିଏ ମାସ ଯେ ପାର ହୋଇବ अच्छा ଦ୍ୱିତୀୟ ମାସ ପ୍ରବେଶିବ ହେବ ଦ୍ୱିତୀୟ ମାସ ଆସି ପ୍ରବେଶିବ ଅଳିଆ ओ ପ୍ରଥମ ମାସରେ ହଁ ବଦରି ଆକାର बदरी ବଦରି ବୋଇଲେ कौन ଯାହାକୁ ଲୋହିତ ବୋଲି କହନ୍ତି ओहो हो ଲାଳୁଆ ଅଂଶରେ ସିଏ ରହିବ रहिबो ଦ୍ୱିତୀୟ ମାସ ଯେତେବେଳେ ପ୍ରବେଶ ହେଇଯିବ हाँ ସୂତା କ୍ଷୀୟ ଆକାରରେ ସିଏ ମାଛ ସ୍ୱରୂପ ପାଣିରେ ପହଁରିଲା ଭଳି ପହଁରିବ। ପହଁରିବ ଆଜ୍ଞା ଦ୍ୱିତୀୟ ମାସ ପୂର୍ଣ୍ଣ ହେଇଗଲା हाँ ଦ୍ୱିତୀୟ ମାସ ହୋଇଲା ସମ୍ପୂର୍ଣ୍ଣ ओहो ଦ୍ୱିତୀୟ ମାସ ହୋଇଲା ସମ୍ପୂର୍ଣ୍ଣ ସିଏ ଖେଳୁଥିଲା ପୁଣି ଜଳେ ଯେ ସୋନେ ମିନ अच्छा ତୃତୀୟ ମାସ ଯେ ଆସି ପହଞ୍ଚିବ ଆଉ ତୃତୀୟ ମାସ ଯେ ଆସି ପହଞ୍ଚିବ बाहा बाहा ନଖ ଅସ୍ଥି ତାର ତିଆରି ଯେ ହେବ ଆଉ ନଖ ଅସ୍ଥି ତାର ତିଆରି ଯେ ହେବ ଏପରି ତ୍ରୟ ମାସ ହୋଇବ ଯେ ସମ୍ପୂର୍ଣ୍ଣ ଚାରି ମାସ ପୁଣି ହେବ ଆଗମନ ओहो ଆଉ ନାଶା କର୍ଣ୍ଣ ଏବେ ତିଆରି ବିଧାତା ନାଶା କର୍ଣ୍ଣ ଏବେ ତିଆରି ବିଧାତା आहा ଶରୀରକୁ ଢାଙ୍କୁଣି ଦେଇଥିବ ଏକା बाहा बाहा ଶରୀରକୁ ଢାଙ୍କୁଣି ଦେଇଥିବ ଏକା धीरे धीरे ଅଳିଆ ओ ତୃତୀୟ ମାସରେ हाँ ନଖ ହାଡ଼ ତିଆରି ହେଇଗଲା ओहो अस्थि जेतिको हाड़ ଯୋଉ ପିଞ୍ଜରା ଭଳିଆ हाँ ଅଠା କାଠି ପିଞ୍ଜରାଟା ହେଇଗଲା हाँ 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 ଚତୁର୍ଥ ମାସରେ ଆଜ୍ଞା। ନାସାକର୍ଣ୍ଣ ଭିଆଣ କରି ହଁ। ଚମଡ଼ାର ଗୋଟେ ଢାଙ୍କୁଣି ଦେଇଦେଲା ହେଲା ଚାରି ମାସରେ ଚମଡ଼ା ଢାଙ୍କୁଣି ଦେଇଦେଲା ଦେଇଦେଲା ଆରେ ପଞ୍ଚମ ମାସ ଯେବେ ହେଲା ହାଜର ओहो ପଞ୍ଚମ ମାସ ଯେବେ ହେଲା ହାଜର ପିଣ୍ଡରେ ପ୍ରାଣ ପଶିଲା ତାହାର बाहा बाहा ପିଣ୍ଡରେ ପ୍ରାଣ ପଶିଲା ତାହାର अच्छा ଆରେ ପୂର୍ବେ କରିଥିବା କର୍ମର ଯେ ଫଳ हाँ ପୂର୍ବେ କରିଥିବା କର୍ମର ଯେ ଫଳ ଗର୍ଭ ମଧ୍ୟ ଭୋଗିବ ଏବେ ସେହି ବାଳ ଏଇ ଅଟଇ ପୁଣି ନରକ ଦ୍ୱାର ଏ ଅଟଇରେ ପୁଣି ନରକ ଦ୍ୱାର अच्छा 64 ନର୍କେ ବନ୍ଧା ହେଲା ଏଠାର आहा 64 ନର୍କ ବନ୍ଦୀ ହେଲା ଏଠାର ଏହି ଗର୍ଭେ ଯେଉଁ ଶିଶୁ ଯେ ରୂପରେ ଭୋଗ କରିଥିବ ତାର ପୂର୍ବ ପାପରେ ଅଳିଆ ओ କଣ ଭାବୁଛୁ कौन ବ୍ରହ୍ମ कहूछु ଜ୍ଞାନରେ ପୁଅ ब्रह्म ज्ञान 5 ମାସରେ हाँ ପିଣ୍ଡରେ ପ୍ରାଣ ପଶିଯିବ पଶି जीव ପିଲା ଓ। ଭୋକ ଶୋଷ ସବୁ ଜାଣିବ ଓହୋ। ମା ଯାହା ଖାଇବ ସିଏ ତାକୁ ଖାଇବ ଖାଇବ ହେଲା। ପୂର୍ବ କର୍ମ ଅନୁଯାୟୀ ହଁ ଯଦି ଭଲ କାମ କରିଛି ଧର୍ମ କରିଛି ହଁ ବୋଇଲେ
ମା ତାକୁ ଜଗି ରଖିକି ଚଳିବ, ପିଲାକୁ କଷ୍ଟ ହବନି। ହବନି। ଯଦି ପାପର କର୍ମ ଭୋଗୁଛି ମା ଅନାବନା କଣ ଖାଇଦବ, ସିଏ ପେଟ ଭିତରେ ଚଳି ପାରିବନି, କଷ୍ଟ ପାଇବ। କଷ୍ଟ ପାଇବ। କାରଣ ନର୍କ ଯନ୍ତ୍ରଣାଟା କୋଉଠି ବୋଲି ତୁ ଭାବୁ? କୋଉଠି? ନାଇଁ ଜମ ଦ୍ୱାରେ ନାଇଁ ରେ ପୁଅ, ନର୍କ ଯନ୍ତ୍ରଣାଟା ଏଇଠି ଏଇଟା ମାର ଗର୍ଭରେ ନର୍କ ଯନ୍ତ୍ରଣା ସିଏ ଭୋଗିବ। ଭୋଗିବ 84 ନର୍କ ଯୋଉ ଆମେ କହନ୍ତି। ହଁ 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 84 କଣ କଣ? ଏ ଯୋଉ ହଁ ଚର୍ମ ଘେରି ରହିଛି 84 କି 84 କୁ 3 ହାତ ଚାଖଣ୍ଡ ହଉଛି ମଣିଷର ଦେହ। ହଁ ମଣିଷର ଦେହ କେତେ? 3 ହାତ ଚାଖଣ୍ଡେ। 3 ହାତ ଚାଖଣ୍ଡେ। ହଁ ଚାଖଣ୍ଡଟା ଲେଖା ଛାଡ ଦେ, ହାତ ଲେଖା ଛାଡ ଦେ, ଚାଖଣ୍ଡ ଲେଖା କରିବା। ଚାଖଣ୍ଡ ଲେଖା କରିବ। ଚାଖଣ୍ଡ ଲେଖା କଲେ 3 ହାତ ଚାଖଣ୍ଡଟା କେତେ ଚାଖଣ୍ଡ? 3 ହାତ ଚାଖଣ୍ଡେଟା 14 ଚାଖଣ୍ଡ। 7 ଚାଖଣ୍ଡ। 7 ଚାଖଣ୍ଡ। 7 ଚାଖଣ୍ଡ ଓହୋ। ହେଲେ ଚାଖଣ୍ଡ ଲେଖା ମଧ୍ୟ ଛାଡିଦବା, ଆଙ୍ଗୁଳି ଲେଖା କରିବା। ଆଉରି ଯଦି ଆଙ୍ଗୁଳି ଲେଖା କରିବା 7 ଚାଖଣ୍ଡଟା କେତେ ଆଙ୍ଗୁଳ? ପ୍ରଥମରେ କହ ଚାଖଣ୍ଡଟା କେତେ ଆଙ୍ଗୁଳ? 12 ଆଙ୍ଗୁଳ। ଯା ଚାଖଣ୍ଡଟା ତା ଆଙ୍ଗୁଠିରେ 12 ଆଙ୍ଗୁଳ। 12 ଆଙ୍ଗୁଳ ହେଲେ 7 ଚାଖଣ୍ଡଟା କେତେ ଆଙ୍ଗୁଳ ହେଲା? 84 ଆଙ୍ଗୁଳ। 12 7 84 84 ଚର୍ମ। ଇଏ ଯୋଉ 84 ଆଙ୍ଗୁଳ ଦେହ, ଆଜ୍ଞା ଇଏ ହଉଛି 84 ନର୍କ। ନର୍କ ଏ ଭିତରେ କେବଳ ନର୍କ ଅଛି। ଆଚ୍ଛା, ଆଚ୍ଛା। ରକ୍ତ ମାଂସ ଶରୀର ଭିତରେ ଅଛି କଣ? କଣ? ପେଟ ଭିତରେ ରହିଲା ବିଷ୍ଟା, ବିଷ୍ଟା। ମଳଦ୍ୱାରରେ ବାହାରୁଛି ହଁ ଘୁଅ ଘୁଅ। ସ୍ୱର୍ଗନାମ ନର୍କ ସେଇଟା। ସେଇଟା ହେଲେ ନର୍କ ଆକା ଯୋଉ ଦୁର୍ଗନ୍ଧ ହଉଛି। ମୂତ୍ର ଦ୍ୱାରରେ ବାହାରିବ ମୂତ୍ର, ପରିସ୍ରା ସିଏ ବି ପେଟରେ ଆଗା ଖାଉଛି। ହଁ 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 ସ୍ୱର୍ଗନା ନର୍କ। ନର୍କ ଆକା କୋଉଠି ଯଦି କଟିଗଲା ଟିକେ ରକ୍ତ ବାହାରିବ, କିଛି ଦିନ ପରେ ପୂଜ ବାହାରିବ, ପୂଜ ହେଇଯାଉଛି। ସିଏ ମଧ୍ୟ ସେଇ ପେଟରୁ ଆଉଛି। ସେଇଟା ହେଲେ ନର୍କ। ନର୍କ। ନାକ ପଟେ ବାହାରିବ ସିଙ୍ଗାଣି, ଆଜ୍ଞା ସେଇଟା କଣ? ସେଇଟା ମଧ୍ୟ ସିଙ୍ଗାଣି। ଯିଏ ଦେଖିଲା ଅସୁକ ପଡିବ। ନାକ ପଟେ ସିନା ବାହାରିବ, ଆସୁଛି କୋଉଠୁ ସିଏ? ସେ ଦେହରୁ ଆକା ପେଟରୁ ପେଟରୁ ଆକା। ଆକା। ଏଣୁ 84 ନର୍କ ରହିଲା ଏଇଠି। ଆଜ୍ଞା ଛୁଆ ଗର୍ଭରେ ଥିବା ସମୟରେ ତାର ପୂର୍ବ କର୍ମକୁ ଦେଖିକି ସିଏ ନର୍କ ଭୋଗ କରିବ 5 ମାସ। ଆଜ୍ଞା 5 ମାସରେ ପ୍ରାଣ ପାଇବ, ଆଉ 5 ମାସ ନରକ ଯନ୍ତ୍ରଣା ଭୋଗିବ। ଆଜ୍ଞା ଯେତେବେଳେ 10 ମାସ ହେବ ସମ୍ପୂର୍ଣ୍ଣ, ଯେତେବେଳେ 10 ମାସ ହେଲା ସମ୍ପୂର୍ଣ୍ଣ, ଗର୍ଭ ମଧ୍ୟରେ ପୁଣି 49 ପବନ, ଗର୍ଭ ମଧ୍ୟରେ ପୁଣି 49 ପବନ। ପ୍ରଥମରେ ପିଲାକୁ ଯେ ଧକ୍କା ମାରିବ, ଅଚେତରେ ମୂର୍ଚ୍ଛା ହୋଇ ପିଲା ପଡ଼ିବ। ଯେତେବେଳେ ଖୋଲି ଦେଖିବ ନୟନ, ଯୋନି ଦ୍ୱାରେ ପ୍ରବେଶ ହୋଇଥିବ ତତ୍କ୍ଷଣ। ରହିଯା ଅଳିଆ, 3ଟା ଶୂଳ ଆଇବ ରେ ପୁଅ। 3ଟା ଶୂଳ। 3ଟା ଶୂଳ। ବ୍ରହ୍ମ ଶିବ ବ୍ରହ୍ମ ଶୂଳ, ନାରାୟଣୀ ଶୂଳ, ରୁଦ୍ର ଶୂଳ। ଏବେ ତୁ ମେଡିକାଲ କୁ ନେଇକି ଇଞ୍ଜେକ୍ସନ ଦେଲେ ମଧ୍ୟ ସେ 3ଟା ଶୂଳ ଆଇଲେ ଏକା ଛୁଆ ଜନ୍ମ ହବ। ପ୍ରଥମ ଶୂଳ ବ୍ରହ୍ମ ଶୂଳ। ଆଜ୍ଞା 49 ପବନ ଯେତେବେଳେ ଭିତରେ ପେଟ ଭିତରେ ପଶିବ, ପ୍ରଥମ ବାତ ଘାତରେ ପିଲା ମୂର୍ଚ୍ଛା ହେଇକି ପଡିଯିବ। ଆଖି କାନ ନେଉଟେଇ ଦେବ। ଯେତେବେଳେ ଚେତା ପାଇବ, ପ୍ରଥମ ବ୍ରହ୍ମ ଶୂଳରେ ସିଏ ଯୋନି ଦ୍ୱାର ପାଖକୁ ପଳେଇ ଆସିବ। ସିଏ ଯୋନି ଦ୍ୱାର ପାଖକୁ ଯୋନି ଦ୍ୱାର ପାଖକୁ ପଳେଇ ଆସିଥିବ। ଆଜ୍ଞା ଦ୍ୱିତୀୟରେ ଯେତେବେଳେ ବହିବ ପୁଣି, ନାରାୟଣୀ ଶୂଳ ଆସିବ ତକ୍ଷଣି, ନାରାୟଣୀ ଶୂଳ ଆସିବ ସେ କ୍ଷଣି। ସେ ଶୂଳରେ ଦେବେ ତହିଁ ଆସିବ ଯୋନି ଅର୍ଥରେ ଯେ ପ୍ରବେଶ ହୋଇବ। ଏକାଳେ ବୋଲିବେ ଦେବ ନାରାୟଣ, ଏକାଳେ ବୋଲିବେ ଦେବ ନାରାୟଣ, ଏଥର ଯିବୁ ତୁ ହିଁ ମର୍ତ୍ୟ ଭୁବନ। ଏତେ କହି ନାରାୟଣୀ ଶୂଳ ଚଳିବ, ଶେଷରେ ଯେ 49 ବର୍ଷ ଆସିବ। ଅଳିଆ ବ୍ରହ୍ମ ଶୂଳରେ ଯୋନି ଦ୍ୱାରକୁ ପଳେଇ ଆସିଲା। ଦ୍ୱିତୀୟ ଶୂଳ ହଉଛି ନାରାୟଣୀ ଶୂଳ। ସିଏ ବୁଝେଇ ଦେବେ, ବାବୁରେ ଏ ଶୂଳ ପରେ ଯୋଉ ବାତ ଆସିବ, ସେ ବାତରେ ତୁ ମର୍ତ୍ୟ ଭୁବନକୁ ଚାଲିଯିବୁ। ତୋତେ କିଛି ଜ୍ଞାନ ମଧ୍ୟ ଦେଇଛନ୍ତି। କଣ ଆଉ ମତେ ପଚାରନା ରେ ପୁଅ, ଏ ସବୁ ଯାକ କହିଲା ବେଳକୁ ସମୟ ନାହିଁ। ହେଲେ ଯୋନି ଦ୍ୱାର ଅର୍ଦ୍ଧ ଦ୍ୱାରରେ ଆସିକି ପହଞ୍ଚି ତୃତୀୟ ଶୂଳ ହୋଇଲା ହାଜର,
ପହଞ୍ଚିଲା ଆଚ୍ଛା ମର୍ତ୍ତ୍ୟ ମଣ୍ଡଳେ ଭୂପତି ହୋଇ ପଡ଼ି କୁଆ କୁଆ ରାବ କଲୁ ତୁହି ପଡ଼ି କୁଆ କୁଆ ରାବ କଲୁ ତୁହି ଏଥର ବାବୁ ତୁ ବିଚାର କର ଏଥର ବାବୁ ତୁ ବିଚାର କର କହୁନ ଫୁଲ ଫଳ ଅଛି ନାହିଁ ତା ପତର ଅଳିଆ ଓ ମାତା ଗର୍ଭ ଅବସ୍ଥା କେମିତି ହେଇଥିଲା କେମିତି ନା ପିତା ମାତାଙ୍କର ରଜ ବୀର୍ଯ୍ୟ ଫୁଲ ଫୁଟିବାରୁ ସେଇଠି ସ୍ଥିତ ହେଇଥିଲେ ଓ ବିନ୍ଦୁ ସ୍ଥିତ ହେଲା କୋଉଠି ସ୍ଥିତ ହେଲା ଫୁଲ ଫୁଲ ଭିତରେ ଫୁଲ ରହିଲା ମା କ ଗର୍ଭ ଭିତରେ ଫୁଲ ରହିଲା ନା ନାଇଁ ଫଳ ଫଳ ଜନ୍ମ ହେଲା କଣଟା ଆସିଲା ସିଏ ଗୋଟେ ଫଳ ସଦୃଶ୍ୟ ପୁଅଟି କି ଝିଅଟି ଜନ୍ମ ହେଲା ଫଳ ସଦୃଶ୍ୟ ଆସିଲା ଲୋକେ ଏବେ ମଧ୍ୟ କହୁନାହାନ୍ତି କଣ ଫଳ ପଳେଇ ଆସିଲାଣି ଫୁଲ ଡାଉରି ପଡିନି ପଡିନି ଫୁଲ ଅଛି ଫଳ ହେଲା ଆଜ୍ଞା କିନ୍ତୁ ପତ୍ର ନାହିଁ ଅଛି କି ନାହିଁ ପତ୍ର ଅଛି ନାହିଁ ପତ୍ର ନାହିଁ ଫୁଲ ଫୁଟିଛି ପତ୍ର ନାହିଁ ନାହିଁ। ଫଳ ହେଇଛି କହରେ ଭାଇ କାଡେ 100 ଟଙ୍କା କାଡେ କେଣ ହେଲା 100